ଶାରୀରିକ ସ୍ତରରେ ଅସୁସ୍ଥ ଥିଲା ତଥାପି ଲୋକ ଚାହୁଁଥିଲେ ତାକୁ ଏତେ ବ୍ୟସ୍ତ କରିଦଉଥିଲେ ମାନେ ସେ କାମ କରିବାକୁ ବାଧ୍ୟ ହଉଥିଲା କିଛି ଜଣଙ୍କୁ ଟାଇମ ଦଉନଥିଲା ଦେଇ ପାରୁନଥିଲା କାରଣ ସେ ସବୁବେଳେ କହେ ଦେହ ଅସୁସ୍ଥ ତଦନ୍ତ ହେଲେ ଜଣା ପଡିବ ମୁଁ ଏକ୍ଜାକ୍ଟଲି ସେଇଆ କହିବିନି ଯେ ଇଣ୍ଡଷ୍ଟ୍ରି ଭିତରେ କି ଇଣ୍ଡଷ୍ଟ୍ରି ବାହାରର ମାନେ ତା ଝିଅ ତା ସ୍ତ୍ରୀ ଅପେକ୍ଷା କରୁଥିଲେ ଯେ ହ୍ୟୁମାନ ଆସିବ ଦେଖା କରିବ ମାନେ ଖାଲି ଆପଣ ଯୋଉ ଗୋଟେ ଶବ୍ଦ କହିଲେ ଝିଅକୁ ଦେଖା କରିବେ ସେମିତି କହିଦେଲେ ସେ ଭାବିବ ବୋଧେ ତା ସ୍ତ୍ରୀ ଚାହୁଁନଥିଲା ଦେଖା କରିବାକୁ ସେଇଟା ନୁହେଁ ତା ଝିଅ ଏବଂ ସ୍ତ୍ରୀ ଅପେକ୍ଷା କରୁଥିଲେ ବୁଝିପାରୁଛନ୍ତି ଝିଅ ଏବଂ ସ୍ତ୍ରୀ ବି ଅପେକ୍ଷା କରୁଥିଲେ ଝିଅକୁ ଦେଖା କରିବାକୁ ତଥାପି ସେ ଯାଇପାରୁନଥିଲା ସେଇଟା ତାର ଗୋଟେ ପେନ୍ ଥିଲା ଦେହ ଅସୁସ୍ଥ ଥିଲା ଠିକ ସେ ଟାଇମରେ ମାନେ ଦେଖନ୍ତୁ ମାନସିକ ସ୍ତରରେ ଜଣେ ତ ଯିଏ ପାଇଁ ଟିକେ ଅସୁସ୍ଥ ରହିଲେ ସେ କିଛି ତାର ଇଏ କରିପାରିବନି କାମ କରିପାରିବନି ଟିକେ ନିଶ୍ଚିତ ଗୋଟା ଶାନ୍ତି ନ ରହିଲେ କେମିତି ହବ ଜୀବନରେ କିନ୍ତୁ ମୋ କହିବା କଥା ତାକୁ ଆଉ ବେଶୀ ଇଏ ନ ଯାଇକିରି ନାଇଁ ଦେଖନ୍ତୁ ସଫଳତା ପଛରେ ଇଏ ଲିଙ୍କଟା ରହିବନି କାହିଁକି ନା ସଫଳତା ତା ଟ୍ୟାଲେଣ୍ଟ ତା କାମ ପାଇଁ ତା ସଫଳତା ମିଳୁଥିଲା ଈର୍ଷା ତ କରିବେ କିନ୍ତୁ ସେଇମାନେ କଣ ଯୋଉମାନେ ଈର୍ଷା କରୁଥିଲେ ସେଇମାନେ କଣ କେବେ ତାକୁ ଏମିତି ଚାହିଁବେ କି ସେମିତି ନୁହେଁ ଯୋଉମାନଙ୍କର ନିଜର ଫାଇଦା ପାଇଁ ନିଜର ପରିଚୟ ସୃଷ୍ଟି ପାଇଁ ଯେ ଆମର ପରିଚୟ ନାହିଁ ଆମେ ହ୍ୟୁମାନ ସାଗର ପରିଚୟ ହଉଛୁ ବା ପରିଚୟ ହବୁ ସେଇମାନେ ହିଁ ମୁଁ ସେଇଥିପାଇଁ ମୁଁ ବେଶୀ କିଛି କହିବାକୁ ଚାହୁଁନି ମାନେ ମୁଁ ତଦନ୍ତ ହଉ ମୁଁ ଜାଣିନି କିଛି ବେଶୀ ତାର ବିଧବା ମା ତା ସ୍ତ୍ରୀ ଏବଂ ତା ଝିଅକୁ ଗୁଡାଏ ସମସ୍ତଙ୍କର ଭଲ ପାଇବା ମିଳୁ ସେମାନେ କେମିତି ଭଲରେ ବଞ୍ଚିବେ ଆଜ୍ଞା ଷ୍ଟେଜ ଚଢିବା ପାଇଁ ନୁହେଁ ଷ୍ଟେଜ ଚଢିଲେ ତ ପଇସା ମିଳିବ ପରିଚୟଟା କୋଉଠି ଆସେ ଷ୍ଟୁଡିଓ ଭିତରେ ପରିଚୟ ଆସେ ପରିଚୟଟା ସୃଷ୍ଟି କରାଯାଏ ଯେ ଆମେ ହ୍ୟୁମାନ ସାଗର ସହିତ ଟିକେ ଯୋଡି ହେଲେ ଆମକୁ ଲୋକ ଚିହ୍ନିବେ ତାଙ୍କ ହ୍ୟୁମାନ ସହିତ ଗୋଟେ ଭଲ ସିଙ୍ଗର ସହିତ ତ ସମସ୍ତେ ଗାଇବାକୁ ଇଚ୍ଛା କରିବେ ତେଣୁ ସେମିତି ମୁଁ କହିବିନି ନିଶ୍ଚିତ ସେଇଟା ସମସ୍ତେ ଚାହାନ୍ତି ଗୋଟେ ଭଲ ସିଙ୍ଗର ସହିତ ଗୀତ ଗାଇଲେ ହାଇଲାଇଟ ହବ ହ୍ୟୁମାନ ସହିତ ତାକୁ ଲୋକ ଜାଣିବେ ଏଇଟା ସମସ୍ତଙ୍କର ଥାଏ ଓବିୟସଲି ଗୋଟେ ବଡ ଆର୍ଟିଷ୍ଟ ସହିତ ଗୀତ ଗାଇବା ପାଇଁ ସମସ୍ତେ ଚାହାନ୍ତି ମୁଁ ସେଇଟା ନିଶ୍ଚିତ ଶାରୀରିକ ସ୍ତରରେ ଅସୁସ୍ଥ ଥିଲା ତଥାପି ଲୋକ ଚାହୁଁଥିଲେ ତାକୁ ଏତେ ବ୍ୟସ୍ତ କରିଦଉଥିଲେ ମାନେ ସେ କାମ କରିବାକୁ ବାଧ୍ୟ ହଉଥିଲା କିଛି ଜଣଙ୍କୁ ଟାଇମ ଦଉନଥିଲା ଦେଇ ପାରୁନଥିଲା କାରଣ ସେ ସବୁବେଳେ କହେ ଦେହ ଅସୁସ୍ଥ ତେଣୁ ସେଇଟା ତ ଗଲାଣି ସରିଗଲାଣି ମରିଗଲା ସରିଗଲା ମୁଁ ଆଜ୍ଞା ଜାଣିନି ମୁଁ କେବେ ଜାଣିନି ମୁଁ କେବେ ତାର ସେ ଷ୍ଟେଜରେ କେତେ ପଇସା ନଉଛି କେମିତି ଆଣୁଛି କଣ କରୁଛି ମୁଁ କେବେ ପଇସା ଭିତରେ ଆପଣ ମୋର ଯେତେ ଷ୍ଟୁଡେଣ୍ଟ ସମସ୍ତଙ୍କୁ ପଚାରି ପାରିବେ ମୁଁ କେବେ କାହାର ଏ ସବୁ ଭିତରେ ପଠେଇ କେବଳ ଗୀତ କେମିତି ଭଲ ଗାଇବ ନିଜେ ସୁସ୍ଥ ରହିବ ଶରୀର ସୁସ୍ଥ ରହିବ କିନ୍ତୁ କୋଉ ଷ୍ଟେଜ ଶୋରୁ କିଏ କେତେ ପଇସା ନଉଛି କଣ କରୁଛି ମୁଁ କେବେ ଯୋଉମାନେ ଷ୍ଟେଜ ଶୋ କରୁଥିବେ ସେମାନଙ୍କର ଏକ୍ସପିରିଏନ୍ସ ଥିବ ମୁଁ ଜାଣିନି ମୁଁ କେବେ ଷ୍ଟେଜ ଶୋ କରିନି ମୋର କେହି ମ୍ୟାନେଜର ନାହାନ୍ତି ମୁଁ ଗୋଟେ ଛୋଟିଆ କଳାକାରଟିଏ ତେଣୁ ଯୋଉମାନେ ଷ୍ଟେଜ କରୁଥିଲେ ଯୋଉମାନେ କରୁଛନ୍ତି ସେମାନେ ଜାଣିଥିବେ ଯେ କଣ ମ୍ୟାନେଜର କେତେ ନିଏ କି କଣ ଯିଏ କମିଶନ ନିଏ କି ନ ନିଏ ମୁଁ ସେଇଟା ଆଜ୍ଞା ଜାଣିନି ଯୋଉଟା ନ ଜାଣିଛି ତା ଉପରେ କହିବାଟା ମୋର ଠିକ ହବନି ଆଜ୍ଞା ଦେଖନ୍ତୁ ମୋ ପାଖରେ ସେମିତି କିଛି ଏଭିଡେନ୍ସ ନାହିଁ ଯେ ମୁଁ ପୋଲିସ ମାଗିଲେ ଦେଇଦେବି ମତେ ମାନେ ମୁଁ ସେଇଆ କହୁଛି ଯେ ଷ୍ଟେଜରେ କେତେ ପଇସା ଆସୁଥିଲା ମୁଁ ସେ ବିଷୟରେ କିଛି ଜାଣିନି ଘରେ କଣ ହଉଥିଲା ଘର ଭିତର ଲୋକ ହିଁ କହିପାରିବେ ତା ପାଖ ମୁଁ ଯୋଉଟା ଆପଣଙ୍କୁ ରିଅଲିଟିଟା କହୁଛି ସେ କଥାରେ ଯୋଉ ଗୋଟେ ଏଭିଡେନ୍ସ ଅଛି ମୁଁ ଯୋଉ କଥା କହୁଛି କିଛି କଥାର ଯେତିକି କହିଛି ସବୁ ମୁଁ ପ୍ରୁଫ ରଖୁଛି ଯେ କୋଉ ଦିନ ମୋ ପାଖକୁ ଆସିଥିଲା ତା ମିସେସ୍ କେତେବେଳେ ଥିଲା କେତେବେଳେ ତାଙ୍କ ମା ଥିଲେ ହ୍ୟୁମାନର ମା ଥିଲା କେତେବେଳେ ଷ୍ଟୁଡିଓ ପିଲା ଥିଲେ ଏଗୁଡା ସବୁ ସମସ୍ତଙ୍କ ଆଗରେ ଯାହାଟା କହୁଛି କାରଣ ମୁଁ ସବୁବେଳେ ରିଲ ଆଉ ରିଅଲ ମୋର ସମାନ ମୁଁ କ୍ୟାମେରା ଆଗରେ ଗୋଟା କଥା କ୍ୟାମେରା ପଛରେ ଗୋଟା କଥା ମୁଁ କହିପାରିବିନି ସେମିତି କିଛି ଏଭିଡେନ୍ସ ନାହିଁ ମୋ ପାଖରେ ଯେ ମୁଁ ଦେଇଦେବି ଏଇଟା ପ୍ରୁଫ ଯେ ଦେଖ ଏଇଟା ସିଏ ସେୟାର କରୁଥିଲେ ମୁଁ ଯାହାଟା ଶୁଣିଛି ମୁଁ ସେଇଟା କହିବି ସିଏ ମତେ କଣ ସେୟାର କରିଛି ମୁଁ ଆଉ ଜାଣିନଥିଲି ଯେ ସେଇଟା ତାର ଶେଷ ମୁଁ ସେଇଆ କହିଲି ମୁଁ ଖାଲି ଗୋଟାଏ ଧାଡି କହିପାରୁଛି ଏଇଟା ଯେହେତୁ ସେ ଏଥିପାଇଁ ବି ବ୍ୟସ୍ତ ଥିଲା ଯୋଉ ଆଡଭାନ୍ସ ନେଇଥିଲା ପ୍ରୋଗ୍ରାମ କରିବାକୁ କହିଲା ମୁଁ ତାକୁ ବିଗିଡିଲି ମୁଁ କିନ୍ତୁ ପ୍ରୋଗ୍ରାମ ବନ୍ଦ କରି ଯାଆନା ପ୍ରୋଗ୍ରାମ ଆଗେ ରେଷ୍ଟ ନିଏ କିଛି ଗୀତ ରେକର୍ଡିଂ କରିବା ଦରକାର ନାହିଁ ପ୍ରୋଗ୍ରାମ କରିବା ଦରକାର ନାହିଁ ତୁ ଘରେ ଖାଇକିରି ଖାଲି ଶୁଅ ନା ସାର୍ ମୁଁ ଶୋଇବି ଯେ କିନ୍ତୁ ଯୋଉମାନଙ୍କର ଆଡଭାନ୍ସ ନେଇ ଆସିଛି ମୁଁ ଏବେ ଘରେ ଶୋଇଲା ମାନେ ସୋସିଆଲ ମିଡିଆରେ ମତେ ଆହୁରି ଟ୍ରୋଲ କରି ମୁଁ ଆହୁରି ସାରେ ବଦନାମ ହେଇଯିବି ତୁ ମୁଁ କହିଲି କାହିଁ ସେମିତି ହଉଛି ମୁଁ ପ୍ରେସମିଟ କରିକି ମନା କରିଦା ସେ ତ ମୁଁ ଏଇ କଥାଟା ଯେହେତୁ କହିହବ ଏଇଟା ଜେନେରାଲ କଥାଟିଏ
ମୁଁ ସେଥିପାଇଁ କହୁଛି। ତେଣୁକରି ଏଇଟା ବି ତାର ଗୋଟେ ପ୍ରେସର ଥିଲା, ତା ଦେହ ଅସୁସ୍ଥ ଥିଲା। ମୁଁ କହୁଛି ପୁରା ମୁଁ ତାକୁ ଗୀତ ଗୁଆଇଛି, ମୁଁ ଜାଣିନି ତା ଫ୍ରମ ଦ ବିଗିନିଂ ରୁ କ୍ୟାରିୟର। ମୁଁ ତା ଗୀତ ଗାଇକି ଶୁଣିକିରି ମୁଁ କହିଲି ତୁ କାହିଁକି ଏମିତି, ତୁ ଗା ନା ଆଉ। ମାନେ ସିଏ ଗାଉଥିଲା ତାକୁ ପେନ୍ ହଉଥିଲା, ମୋତେ ପେନ୍ ହେଲା ଅଧିକ। ମୁଁ କହିଲି ଗୀତ ବନ୍ଦ କରେ, ମୋର ଆଉ ଅଧିକ ଦରକାର ନାହିଁ, ତୋ ଦେହ ଭଲ ହେଇଯାଉ ଗୀତ ଗାଇବା। ସୋସିଆଲ ମିଡିଆର ଡର ବହୁତ ଥିଲା, ତାର ବହୁତ ଥିଲା। ମାନେ କଣ କହିଦେଲେ ମତେ ପୁଣି ସୋସିଆଲ ମିଡିଆରେ କହିବେ, ଏଇଟା ବହୁତ ଡର। ମୁଁ ବି ଆପଣ ମାନଙ୍କ ମାଧ୍ୟମରେ ଅନୁରୋଧ କରୁଛି, ଦେଖନ୍ତୁ ଗୋଟେ କଳାକାର ହଉ, ଯେକୌଣସି ମଣିଷ ହଉ, ସୋସିଆଲ ମିଡିଆରେ କାହାକୁ ଏତେ ଇଏ କରନ୍ତୁନି, ଏତେ ଟର୍ଚର କରନ୍ତୁନି। ଯୋଉଥିପାଇଁ ଗୋଟେ ଜୀବନଟା ଏମିତି, ସେ ପ୍ରକୃତରେ ମୁଁ ଆଜି କହୁଛି ସେ ସୋସିଆଲ ମିଡିଆକୁ ବହୁତ ଡରୁଥିଲା। ସାର୍ ମୁଁ ଆଜି ହେଇଗଲେ ପୁଣି ମତେ ଏମିତି କରିବେ, ସେମିତି କରିବେ। ମୁଁ କହିଲି ନାଇଁ କିଛି ହବନି, ଦେଖ ମୁଁ ଏତେ ବର୍ଷ ହେଲା ହେଇଛି, ମତେ କଣ କିଏ କିଛି କହୁଛନ୍ତି, ମତେ ସମସ୍ତଙ୍କର ଭଲ ପାଇବା ମିଳୁଛି। କିନ୍ତୁ ଛାଡ, ଯଦି ମଣିଷ ଜୀବନରେ କିଛି ନା ଛୋଟ ମୋଟ ଭୁଲ, ଆମେ ତ ମଣିଷ ନା ଆଜ୍ଞା। ଶୁଣନ୍ତୁ ଆଜ୍ଞା, ଅ, ମାନେ ଦୁର୍ବ୍ୟବହାରକୁ ମୁଁ କି କେହି ସପୋର୍ଟ କରିବେନି, ଏଇଟା ଠିକ ନୁହେଁ। ମୁଁ କହୁଛି ହ୍ୟୁମାନ ମା ନୁହେଁ, ମା ଗୋଟେ ମାତୃ ଜାତି, ଗୋଟେ କାହାକୁ କେହି କରିବା କଥା ନୁହେଁ। ସେ ହ୍ୟୁମାନଙ୍କ ମାଙ୍କର ମାନେ ସେତେବେଳେ ମୁଣ୍ଡର ଅବସ୍ଥା ଯାହା ଥିବ, ଚିନ୍ତାଧାରା, ସେ କଣ କେତେବେଳେ ରାଗଟାଗରେ କହିଥିବେ। କିନ୍ତୁ ତାକୁ ନେଇକିରି ଆମେ ଏତେ ଇଏ କରିବା ଦରକାର ନାହିଁ। ସେ କିନ୍ତୁ ଯୋଉ ଦିନେ ଯିଏ ମ୍ୟାନେଜର ଯିଏ ଯଦି ଗାଳି କରିଛି, ଏଇଟା ଠିକ ନୁହେଁ। ମୁଁ ବି ଦିନେଶ ତୋତେ ଏଇଠୁ ଅନୁରୋଧ କରୁଛି, ତୁ ସେ ମାଙ୍କୁ ଗୋଟେ କ୍ଷମା ପ୍ରାର୍ଥନା କରେ। ଦେଖେ ତୁ ତାଙ୍କର ପୁଅଟିଏ, ସିଏ ବି ତୁ ବି ତ ହ୍ୟୁମାନଙ୍କୁ କେତେ ଭଲ ପାଉ, ମୁଁ ବି ଜାଣିଛି କଥା। ହଉ, ତୁ ଗୋଟେ ସୋସିଆଲ ମିଡିଆରେ, ତୁ ନିଜେ ଯଦି ମିଡିଆକୁ ନ ଆସୁଛୁ, ସୋସିଆଲ ମିଡିଆରେ ମାଙ୍କୁ ଟିକେ କ୍ଷମା ପ୍ରାର୍ଥନା କରେ, ଫୋନ କରି କଥା ହ। ବହୁତ ଭଲ ହ୍ୟୁମାନ ମା, ବହୁତ ସେ ଗୋଟେ ପୁଅଟେ, ତୁ ଗୋଟେ ଭୁଲ କରୁଛୁ କଣ ପୁଅଟାକୁ। ଏତେ ଭିତରକୁ ତ ମୁଁ ଯାଇନି, ମୁଁ କେମିତି ଜାଣିବି କାହିଁକି। ଯଦି ହ୍ୟୁମାନ ମନା କରିଥାନ୍ତା, କି ହ୍ୟୁମାନ ମନା କରିଛି କି ନାହିଁ, ସେଟା ଯେ ପାଖ ଲୋକ, ତାଙ୍କ ମା ହୁଅନ୍ତୁ, ତାଙ୍କର ଘରେ ପାଖରେ ଯିଏ ରହୁଥିଲେ, ସେମାନେ ବେଶୀ ଜାଣିପାରିଥିବେ ଯେ ହ୍ୟୁମାନ ତାଙ୍କୁ କହିଛି କି ନ କହିଛି। ମୁଁ ସେଟା ଜାଣିନି ଆଜ୍ଞା। କିନ୍ତୁ ହ୍ୟୁମାନର ଦେହ ଅସୁସ୍ଥ ଥିଲା ଏବଂ ସେ ପେନ୍ ହଉଥିଲା, ସେଇଟା ମୁଁ ଜାଣିଛି। ମୁଁ ସେଇଥିପାଇଁ ତ ତାକୁ କହିଲି, ମୁଁ ପ୍ରେସ ମିଟ ରେ ବସିକି କହିବି ଯେ ତୋ ପ୍ରୋଗ୍ରାମ ଆମେ କ୍ୟାନସଲ କରିବା, ସବୁ କମିଟିକୁ ପଇସା ଫେରେଇ ଦବା ଏବଂ କିଛି ଅସୁବିଧା ହବନି, ତୋତେ କେହି ଟ୍ରୋଲ କରିବେନି, ମୁଁ ଅନୁରୋଧ କରିବି। ମୁଁ ଏକଥା କହିଥିଲି। ସେ କିନ୍ତୁ ଡରୁଥିଲା, କହିଲା ନାଇଁ ସାର୍, ଭାବୁଛି ଆଉ କିଛି କରିଦେବି, ପ୍ରୋଗ୍ରାମ କରିଦେଇକିରି ଭାବୁଛି। ମୁଁ କହିଲି ଆରେ ରେଷ୍ଟ ନିଏ, ଦେହଟାକୁ ଜଗେ, ଦେହ ଭଲ ଥିଲେ ସିନା ପ୍ରୋଗ୍ରାମ କରିବୁ, ପଇସା ରୋଜଗାର କରିବୁ। କାହିଁ ଏମିତି ହଉଛୁ ଆପଣ? ମୁଁ ଏଇ ଯୋଉ ଶବ୍ଦ, ଏଇ ଯୋଉ ଭର୍ସନ, ଏଇ ଯୋଉ ରେଞ୍ଜରେ କହୁଛି, ଆପଣ ଶ୍ରେୟାକୁ ବି ପଚାରି ପାରିବେ, ତାଙ୍କ ମିସେସକୁ, ହ୍ୟୁମାନର ମାଙ୍କୁ ବି ପଚାରି ପାରିବେ। ସେ ଝିଅ ସିନା ଛୋଟ ଝିଅ, ଜାଣିପାରିବନି। ମୁଁ ଏମିତି ସବୁବେଳେ ତାକୁ ଗାଇଡ କରେ, ସବୁବେଳେ। ଯେକୌଣସି ଯେତେବେଳେ କଣ୍ଟ୍ରୋଭର୍ସି ହୁଏ, ମତେ ଫୋନ କରିବ, ଗୁରୁଜୀ କଣ କରିବି। ମୁଁ ଯାଇକି ତାକୁ ବୁଝାଏ, କଣ ହେଇଛି ନା ଏଇଆ ହେଇଛି। ମୁଁ ତାକୁ କହିଛି ରହ, ଏଟା ସଲ୍ଭ ହେଇଯିବ, ତୁ କିଛି ଇଏ କରନା। ମୁଁ ପ୍ରତିଟି କ୍ଷେତ୍ରରେ, ଆପଣ ଦେଖିବେ ଜଗନ୍ନାଥ ଭଜନ ମୁଁ ଯାଇ ଟ୍ରୋଲ ହେଲା, ସେତେବେଳେ ହଉ, ଯେତେବେଳେ ଯୋଉ ଭଳି ସମସ୍ୟା ଆସିଛି, ସେ ସୋସିଆଲ ମିଡିଆକୁ ବହୁତ ଡରୁଥିଲା ଯେ ସାର୍ ମତେ ବଦନାମ କରିଦେ, ମତେ ବଦନାମ କରିଦେ ମୋ କ୍ୟାରିୟର। ମୁଁ କହିଲି କିଛି ଇଏ ହବନି। ଏଇଟା ହଉଛି ମୁଁ ସେଇଟା କେମିତି କହିବି, ସେଇଟା ମୁଁ ଜାଣିପାରିବିନି। ଜାଣି ଶୁଣିକିରି କରାଯାଉଥିଲା କି କଣ ପାଇଁ କରାଯାଉଥିଲା ମୁଁ ଜାଣିନି, କିନ୍ତୁ ସେ ତାର ପ୍ରବଳ ଭୟ ଥିଲା, ବହୁତ ଭୟ ଥିଲା। ମୁଁ ଆପଣଙ୍କୁ ବାରମ୍ବାର ସେ କଥା କାହିଁକି କହୁଛି, ଆପଣ ତାକୁ ବହୁତ ଡର ଥିଲା। ତାକୁ ଆଜି ଯୋଉମାନେ ଆସି ମାନେ କାନ୍ଦିକିରି ବହୁତ ଶୋ କରୁଛନ୍ତି ଯେ ଆମ ହ୍ୟୁମାନ ଆମ ପାଇଁ ଏମିତି, ସେମାନେ ତା ପାଇଁ ସେତେବେଳେ ଇଏ କରିନାହାନ୍ତି। କାହିଁ ତମେ ସମସ୍ତେ ବସିକିରି ମିଶିକିରି ବୁଝେଇଲନି? ଠିକ କାହିଁକି ପିଉଛି, କାହିଁକି ଇଏ କରୁଛି, କଣ ପାଇଁ? ମୁଁ ବୁଝେଇଛି, ମୁଁ ଇଏ କରିଛି ବୋଲି ମୁଁ ତ ପ୍ରୁଭ କରୁଛି। ତମେ ମାନେ ଆସି ପ୍ରୁଭ କରୁନା ଯେ ଆମେ ଏଇ ଦିନ ବୁଝେଇଥିଲୁ, ଏଇ ଲୋକ ଥିଲା, ତମେ କହୁନା ଆସିକିରି। ମୁଁ ଯେତେବେଳେ ତାକୁ ବୁଝେଇଛି, ମୁଁ ତା ସହିତ ଯେତେବେଳେ ଫୋନ, କିଛି କେହି ସାଥ ଦେଇନା, ମିଛରେ ଖାଲି ଏମିତି କଥା ହଉଛନ୍ତି। ତେଣୁ ଏବେ ମୁଁ ଆଉ ଗୋଟେ ଶବ୍ଦ କହୁଛି, କହିଲା ସାର୍ ଆପଣ ଯେବେଠାରୁ ବମ୍ବେ ପଳେଇଲେ ସେଠାରୁ ମୁଁ ଅନାଥ ହେଇଗଲି। ମୁଁ କହିଲି ଆରେ ଫୋନ କଲ ମୋର ସଫିସିଏଣ୍ଟ, ତୁ କାହିଁ ଅନାଥ ବୋଲି ଭାବୁଛୁ? ସେ ତାର ଯୋଉ ନର୍ଭସ, ମାନେ ତା ବାପା ମା, ଶ୍ରେୟାର ବାପା ମା ସମସ୍ତେ କହିଥିଲେ ସାର୍ ଇଏ ଆମ ଛୁଆ ନୁହେଁ, ଇଏ ଆପଣଙ୍କ ପିଲା, ଆପଣଙ୍କୁ ଆମେ ସମର୍ପଣ କରିଦେଇଛୁ। ସେ ସବୁବେଳେ କହେ ସାର୍ ଆପଣ ଯଦି ମୋ ପାଖରେ ଥିବେ, ମୋର ଆଉ କାହାର ଜରୁରତ। ଆପଣଙ୍କ ଚ୍ୟାନେଲରେ ହିଁ ଗୋଟା ଇଣ୍ଟରଭ୍ୟୁରେ ସେ କହିଥିଲା, ମୋ ଗୁରୁଜୀର ମୁଣ୍ଡ ଯଦି ମୋ ମୁଣ୍ଡ ଉପରେ ତାଙ୍କ ହାତ ଥିବ, ମୋର କୌଣସି ଆଉ କୋଉ କେହି ଦରକାର ନାହିଁ।